ନାସ୍ତିକର ପରିଭାଷା କ'ଣ? ହେତୁବାଦୀ ବିଚାରଧାରା ଅନୁସାରେ ଈଶ୍ୱର ଓ ଧର୍ମ ନାମରେ ଧନ୍ଦା କରୁଥିବା ବ୍ୟକ୍ତିମାନେ ହିଁ ନାସ୍ତିକ। ଯେଉଁମାନେ ସତଧରାରେ ବାସ କରି ଧରିତ୍ରୀକୁ ଅଳିକ ବୋଲି କହୁଛନ୍ତି, ଯେଉଁମାନେ ମଣିଷ ସମାଜ ଉପରେ ନିର୍ଭର କରି ବଞ୍ଚୁଥିବା ସତ୍ତ୍ୱେ ମଣିଷକୁ ତୁଚ୍ଛ କହୁଛନ୍ତି, ଯେଉଁମାନେ ଏହି ଦୁନିଆରେ କୌଣସି ଉତ୍ପାଦନମୂଳକ କାମ ନ କରି ମାଗଣାରେ ଖାଇବା ପିନ୍ଧିବା ସହିତ ସବୁ ସୁଖ ଉପଭୋଗ କରୁଛନ୍ତି, କିନ୍ତୁ ମୋକ୍ଷ ପ୍ରାପ୍ତ କରି ସ୍ୱର୍ଗରେ ଯାଇ ରହିବାର ସ୍ୱପ୍ନ ଦେଖୁଛନ୍ତି, ସେହିମାନେ ହେଉଛନ୍ତି ଅସଲ ନାସ୍ତିକ। ବିଭିନ୍ନ ଧାର୍ମିକ ସମାରୋହ ଏବଂ ଟିଭି ମାଧ୍ୟମରେ ତଥାକଥିତ ଧର୍ମଗୁରୁମାନେ ପ୍ରବଚନ ଦେଇ କହୁଛନ୍ତି, ଆମର ଏହି ପବିତ୍ର ଦେଶ ରସାତଳକୁ ଓହ୍ଲାଇଯିବ, କାରଣ ଆମେ ସବୁ ସୃଷ୍ଟିକର୍ତ୍ତା ଭଗବାନଙ୍କୁ ଭୁଲିଗଲେଣି। ଭଗବାନଙ୍କ ଉପରୁ ଆସ୍ଥା ଓ ବିଶ୍ୱାସ ତୁଟିଗଲେ ସଂସାର ରହିବ କିପରି? ଆମେ ଧୀରେ ଧୀରେ ନାସ୍ତିକ ପାଲଟି ଯାଉଛୁ। ଲୋଭ ମୋହ ମାୟା ତ୍ୟାଗ କର, ତେବେ ହିଁ ମୋକ୍ଷ ପ୍ରାପ୍ତ ହେବ। ଆଧ୍ୟାତ୍ମିକ ଚିନ୍ତନରେ ଧ୍ୟାନ ଦିଅ। ସେମାନଙ୍କୁ ପ୍ରଶ୍ନ କରିବା, ସମସ୍ତେ ଯଦି ଲୋଭ ମୋହ ମାୟା ତ୍ୟାଗ କରିଦେବେ ଏବଂ ମୋକ୍ଷ ପ୍ରାପ୍ତ କରି ସ୍ୱର୍ଗକୁ ଚାଲିଯିବେ, ତେବେ ଏହି ସଂସାର ରହିବା କ'ଣ ଦରକାର? ସାଧାରଣ ଲୋକମାନଙ୍କ କଥା ଛାଡ଼ନ୍ତୁ। ପ୍ରଥମେ ତୁମେ ସବୁ ଏଠାରୁ ମୋକ୍ଷ ପ୍ରାପ୍ତ କରି ଯାଉନାହଁ କାହିଁକି? ତୁମେ ସବୁ ଏଠାରେ କାମ ନ କରି ମାଗଣାରେ ସବୁ ଉପଭୋଗ କରୁଛ କାହିଁକି? ସତକଥା ହେଉଛି, ଆମେ ନୁହେଁ, କେବଳ ତୁମେମାନେ ହିଁ ନାସ୍ତିକ ପାଲଟି ଗଲଣି। ପ୍ରକୃତରେ କାଳ୍ପନିକ ଈଶ୍ୱର ଉପରେ ବିଶ୍ୱାସ କରୁ ନଥିବା ବ୍ୟକ୍ତି ନାସ୍ତିକ ନୁହେଁ। ନାସ୍ତିକ ସେହିମାନେ ଯେଉଁମାନଙ୍କର ଏହି ସତ୍ୟ ପୃଥିବୀ ଉପରେ ଭରସା ନାହିଁ ଏବଂ ଏଠାରୁ ମୁକ୍ତ ହୋଇ କୌଣସି ଅଜଣା ସ୍ୱର୍ଗକୁ ଚାଲିଯିବାକୁ ଆଶା ରଖୁଛନ୍ତି। ମୁକ୍ତି ପାଇଁ ସଦା ବ୍ୟାକୁଳ ରହୁଥିବା ଧର୍ମଗୁରୁମାନେ ଆତ୍ମହତ୍ୟା କରୁନାହାନ୍ତି କାହିଁକି? ଅହେତୁକ ବିଶ୍ୱାସର ଜାଲ ବିଛାଇ କୋଟି କୋଟି ସରଳ ବିଶ୍ୱାସୀ ଲୋକଙ୍କୁ ଶିକାର କରି ମହାଭୋଗ କରୁଥିବା ଧର୍ମଗୁରୁମାନଙ୍କୁ ପ୍ରଶ୍ନ, ହେ ମହାମହିମ ପବିତ୍ର ଗୁରୁମାନେ, ତୁମମାନଙ୍କର ଯଦି ଏହି ମାଟି, ଏହି ପୃଥିବୀ, ଏହି ଜୀବନରେ ଆସ୍ଥା ନାହିଁ, ତୁମେ ଯଦି ପ୍ରଭୁଙ୍କ ଚରଣାବିନ୍ଦରେ ଲୀନ ହୋଇ ମୁକ୍ତ ହୋଇଯିବାକୁ ଚାହୁଁଛ, ତାହେଲେ ଏଠାରେ ମଠ ଆଶ୍ରମ ମନ୍ଦିର ଆଦି ନିର୍ମାଣ କରି ଭୋଗବିଳାସରେ ମାତିଛ କାହିଁକି? ଯେତେ ଶୀଘ୍ର ସମ୍ଭବ ଦେହ ତ୍ୟାଗ କରି ସେଠାକୁ ଯାଉନା କାହିଁକି? ଏଠାରେ କ'ଣ ପାଇଁ ଲୋକମାନଙ୍କୁ ଭଣ୍ଡାଉଛ? ବିଜ୍ଞାନ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ତ ସାଧନ ବ୍ୟବହାର କରୁଛ, ପୁଣି ବିଜ୍ଞାନକୁ ବିରୋଧ କରୁଛ। ହେତୁବାଦୀମାନେ ଏତିକି ଜାଣିଛନ୍ତି ଯେ ଧର୍ମଗୁରୁମାନେ ଭଲ କରି ବୁଝିଛନ୍ତି, ସ୍ୱର୍ଗ ନର୍କ ବୈକୁଣ୍ଠ ଓ ପୁନର୍ଜନ୍ମ ସବୁ ମିଥ୍ୟା। ତା ନହେଲେ ସେମାନେ ଏହି ଜୀବନରେ ଯାହା ସବୁ ମନଭରି ଉପଭୋଗ କରୁଛନ୍ତି, ସେସବୁ ଅନ୍ୟମାନଙ୍କ ପାଇଁ ମୋହ ବା ମାୟା ବୋଲି କହୁନଥାନ୍ତେ। ସେମାନେ ଅନ୍ୟର କଷ୍ଟ ଉପାର୍ଜିତ ଧନକୁ ନିଜର ସୁଖ ଓ ସୁବିଧା ପାଇଁ ସହଜରେ ହାତେଇବା ଉଦ୍ଦେଶ୍ୟରେ ଲୋକମାନଙ୍କୁ ସ୍ୱର୍ଗ ବୈକୁଣ୍ଠ ଆଦିର ଲୋଭ ଦେଖାଉଛନ୍ତି କିମ୍ବା ନର୍କ ଓ ପୁନର୍ଜନ୍ମର ଭୟ ଦେଖାଉଛନ୍ତି। ନିଜେ ପାଣି କାଦୁଅରେ ପଶିବେ ନାହିଁ, କୁଟାଖଣ୍ଡିକ ଦ୍ୱିଖଣ୍ଡ କରିବେ ନାହିଁ, କୃଷି ଶିଳ୍ପ ଆଦି କୌଣସି ଉତ୍ପାଦନମୂଳକ କାର୍ଯ୍ୟରେ ଖଟିବେ ନାହିଁ, ବିକାଶମୂଳକ ଧନ୍ଦାରେ ଭାଗ ନେବେ ନାହିଁ, କେବଳ ମନମତାଣିଆ ଭାଷଣ ଦେବେ, ତୁମେ ଏଇଆ କର, ତୁମେ ସେଇଆ କର। ବ୍ରାହ୍ମଣବାଦୀମାନେ ବେଦ ଉପରେ ବିଶ୍ୱାସ କରୁନଥିବା ଲୋକଙ୍କୁ ନାସ୍ତିକ କହୁଛନ୍ତି। ପାଣିନିଙ୍କ ମତରେ ଯେଉଁମାନେ ପରଲୋକରେ ବିଶ୍ୱାସ କରୁନାହାନ୍ତି, ସେମାନେ ନାସ୍ତିକ। କିନ୍ତୁ ପାଣିନିଙ୍କ ସମୟରେ ମଧ୍ୟ ଏହି ମତ ସର୍ବବ୍ୟାପକ ଥିଲା। ଆଜି ଯୁଗରେ ଦର୍ଶନ ଗ୍ରନ୍ଥ ଯଥା ସାଂଖ୍ୟ ଯୋଗ, ନ୍ୟାୟ ଯୋଗ, ବୈଶେଷିକ ଯୋଗ, ପୂର୍ବ ମୀମାଂସା ଯୋଗ ଏବଂ ଉତ୍ତର ମୀମାଂସା ଯୋଗ ଅଧ୍ୟୟନ କଲେ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଈଶ୍ୱର ବିଶ୍ୱାସ ବା ଅବିଶ୍ୱାସ ସହିତ ନାସ୍ତିକ ଶବ୍ଦର କୌଣସି ସମ୍ବନ୍ଧ ନାହିଁ। ବେଦାନ୍ତ ଦର୍ଶନ, ଯୋଗ ଦର୍ଶନ, ସାଂଖ୍ୟ ଦର୍ଶନ, ବୈଶେଷିକ ଦର୍ଶନ, ନ୍ୟାୟ ଦର୍ଶନ ଓ ମୀମାଂସା ଦର୍ଶନ, ଏହି 6ଟି ଗ୍ରନ୍ଥ ନିରୁଶ୍ୱରବାଦର କଥା କହେ। କିନ୍ତୁ ଏହି ଗ୍ରନ୍ଥଗୁଡ଼ିକର ଭାବଧାରାକୁ ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରଭାବଶାଳୀ ଭାବବାଦ ପ୍ରଚାର ଦ୍ୱାରା ଚାପି ଦିଆଯିବା ପରେ ଆଜି ଯେଉଁମାନେ ପୁରାଣ ପୋଥିରେ ଲେଖାଥିବା ଉଦ୍ଭଟ ବିଷୟବସ୍ତୁକୁ ବିଶ୍ୱାସ ନ କରି ମୁକ୍ତ ଚିନ୍ତକ ହୋଇଛନ୍ତି,
ଯେଉଁମାନେ କିଛି ନୂଆ ତଥ୍ୟ ଖୋଜି ପାଇବାକୁ ଚାହୁଁଛନ୍ତି, ଯେଉଁମାନେ ଅନୁସନ୍ଧିତ୍ସୁ ହୋଇ ତର୍କସଙ୍ଗତ ବିଚାର ଅନୁସାରେ କାମ କରି ଆଗେଇବାକୁ ଚାହୁଁଛନ୍ତି, ସେହିମାନଙ୍କୁ ନାସ୍ତିକ କୁହାଯାଉଛି। ଅନ୍ୟ ଅର୍ଥରେ ରୂଢ଼ିବାଦୀଙ୍କୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ନାସ୍ତିକ କୁହାଯାଉଛି। କିନ୍ତୁ ବାସ୍ତବତା ଦୃଷ୍ଟିରୁ ଧର୍ମଭଣ୍ଡମାନେ ହିଁ ନାସ୍ତିକ। କାରଣ ସେମାନେ ବାସ୍ତବ ଜଗତରେ ବାସ କରୁଥିବା ମାନବ ଓ ମାନବିକତାର ପରିପନ୍ଥୀ। ଯିଏ ନିଜର ଘର, ପରିବାର ଓ ସମାଜକୁ କିଛି ନ ଦେଇ କେବଳ ନେବାରେ ବିଶ୍ୱାସ କରୁଛନ୍ତି, ସେମାନେ ସ୍ୱାର୍ଥପର ନୁହନ୍ତି ତ ଆଉ କ'ଣ? ନିଜକୁ ଆସ୍ତିକ ବୋଲାଉଥିବା ଏହି ସ୍ୱାର୍ଥପର ଲୋକମାନଙ୍କର ଯଦି ଭଗବାନ ଉପରେ ସତରେ ଗଭୀର ଆସ୍ଥା ଓ ବିଶ୍ୱାସ ଥାଆନ୍ତା, ତାହେଲେ ସେମାନେ ଭଗବାନ ନାମ ଜପି ଏକ ପକ୍ଷରେ ଧାର୍ମିକ ଓ ଅନ୍ୟ ପକ୍ଷରେ ନାନାଦି କୁକର୍ମରେ ଲିପ୍ତ ରହି ଅପରାଧୀ ଭାବେ ଅଭିଯୁକ୍ତ ହୁଅନ୍ତେ ନାହିଁ। ଏହା ସତ୍ୟ ଯେ ଏହି ମହାଜଗତରେ ଈଶ୍ୱରର ସତ୍ତା କିଛି ନାହିଁ। ଏହା ବହୁଥର ପରୀକ୍ଷିତ। ସୂର୍ଯ୍ୟ ଚନ୍ଦ୍ରଙ୍କୁ ମଧ୍ୟ ଆମେ ଦେବତା ବୋଲି ମାନୁଥିଲୁ। ଆଜି ସୂର୍ଯ୍ୟ ଏକ ତାରା ଓ ଚନ୍ଦ୍ର ଏକ ଉପଗ୍ରହ ବୋଲି ସମସ୍ତେ ମାନୁଛନ୍ତି। ଜୀବନ ତଥା ପ୍ରାଣୀ ଜଗତ ଭଗବାନ ସୃଷ୍ଟି କରିଛନ୍ତି ବୋଲି କହୁଥିଲୁ। ଏବେ କ୍ଲୋନିଂ ପଦ୍ଧତିରେ ମୂଷା, ବିଲେଇ, ମେଣ୍ଢା ଓ ମଣିଷ ପର୍ଯ୍ୟନ୍ତ ବିଜ୍ଞାନ ପରୀକ୍ଷାଗାରରେ ସୃଷ୍ଟି କରାଯାଇ ପାରିଲାଣି। ଈଶ୍ୱର କଳ୍ପନାଟି ପ୍ରାକ୍ ଐତିହାସିକ ଯୁଗର ଅଜ୍ଞ ବ୍ୟକ୍ତିମାନଙ୍କ ଦ୍ୱାରା ଏକ କାଳ୍ପନିକ ଶକ୍ତି ଥିଲା, ଯାହାଦ୍ୱାରା ସେମାନେ ସମସ୍ତ ବିପଦ ଆପଦରୁ ରକ୍ଷା ପାଇବେ ବୋଲି ଆଶା କରୁଥିଲେ। ସେହି କାଳ୍ପନିକ ଶକ୍ତି ସେମାନଙ୍କୁ କେବେ ବି କୌଣସି ବିପଦ ଆପଦରୁ ରକ୍ଷା କରିପାରି ନାହିଁ। ଏହା ବାରମ୍ବାର ପ୍ରମାଣିତ ହୋଇସାରିଛି। ମଣିଷ ନିଜେ ହିଁ ନିଜର ସୁରକ୍ଷା ଉପାୟ ଖୋଜି ପାଉଛି। ଦଳେ ଧର୍ମାନ୍ଧ ଈଶ୍ୱର ସତ୍ତାକୁ ଦେଖି ନ ପାରି ଈଶ୍ୱର ନିରାକାର କହୁଥିବା ବେଳେ ଆଉ ଦଳେ ସାକାର ବା ଦେହଧାରୀ ବୋଲି କହୁଛନ୍ତି। ଯେତେ ଚାଲାକି କଲେ କ'ଣ ହେବ? ସେମାନଙ୍କ ନିଜସ୍ୱ ଚରିତ୍ର, ସେମାନଙ୍କ ବଚନ ଏବଂ ଅବୈଜ୍ଞାନିକ ଚିନ୍ତା ଚେତନା ସେମାନଙ୍କୁ ବହୁ ଘଟଣାରେ ଅପଦସ୍ଥ କରୁଥିଲେ ମଧ୍ୟ ସେମାନେ ଅର୍ଥ ଓ ବାହୁବଳରେ କେବଳ ମୁହଁରେ ଫୁଟାଣି ଦେଖାଉଛନ୍ତି। ନିରାକାର ମାନେ ଯାହାର କୌଣସି ଆକାର ନାହିଁ। ସେ ନିର୍ବିକାର ଓ ନିର୍ଲିପ୍ତ, ଅର୍ଥାତ୍ ସେ ଥିବା ନଥିବା ସମାନ। ସେଭଳି ଯଦି କେହି ଅଛନ୍ତି ତ ଥାଆନ୍ତୁ, ସେ ତ ଆମର କୌଣସି ସମସ୍ୟାରେ ଲିପ୍ତ ହୋଇପାରିବେ ନାହିଁ। ସେଭଳି ନିରାକାର ଭଗବାନ ଉପରେ ତର୍କ କରିବା କ'ଣ ଆବଶ୍ୟକ? ଆମର ତେଲ ଲୁଣ ସଂସାରର ସମସ୍ୟାର ସମାଧାନ ପାଇଁ ତା ଉପରେ ନିର୍ଭର କରି କି ଲାଭ? ହଁ, କର୍ମ ହିଁ ଯଦି ଭଗବାନ, ଆମେ କର୍ମ କରୁଛୁ। ଆଉ ସତ୍ୟ ହିଁ ଯଦି ଭଗବାନ, ଆମେ ସବୁବେଳେ ସତ୍ୟ କହିବୁ। ସେଥିରେ କାଳ୍ପନିକ ଭଗବାନ ଶବ୍ଦଟି ଯୋଡ଼ିବା କାହିଁକି? ଭଗବାନର ସାକାର ରୂପ ଯଦି ମଣିଷ ଭଳି ସଂସାରରେ ଜନ୍ମ ନିଏ, ଅନ୍ୟ ମଣିଷ ଭଳି ଜୀବନ ବିତାଏ ଓ ଶେଷରେ ମୃତ୍ୟୁବରଣ କରେ, ତେବେ ବି ସେ ତ ସମାଜର ଦୁଃଖ ଦୈନ୍ୟ ସବୁ ଦୈବୀ ଶକ୍ତି ବଳରେ ବା ଚମତ୍କାରୀ ଢଙ୍ଗରେ ନିବାରଣ କରୁଥିବା ଦେଖାଯାଉନି। ସେ ସଂସାରରେ ସର୍ବଶକ୍ତିମାନ, ସର୍ବଜ୍ଞ ଓ ସର୍ବବିଦ୍ୟମାନ ବ୍ୟକ୍ତି ରୂପେ ତ କେଉଁଠି ଦେଖିବାକୁ ମିଳୁନି। ତେଣୁ ଭଗବାନଙ୍କୁ ଦେହଧାରୀ ବୋଲି ମାନିବା କିପରି? ଭଗବାନର ଅବତାରବାଦ ମଧ୍ୟ ବିଚିତ୍ର କଳ୍ପନା। ଆଜି ପର୍ଯ୍ୟନ୍ତ ସୃଷ୍ଟିର 4 ଯୁଗରେ ବିଷ୍ଣୁ ମାତ୍ର 10 ଥର ଅବତାର ଗ୍ରହଣ କରିଛନ୍ତି। ପ୍ରତିଥର ଜଣେ ମାତ୍ର ଅସୁର ବା ଦୁଷ୍ଟ ବ୍ୟକ୍ତିକୁ ମାରିଦେଇ ପୁଣି ସ୍ୱର୍ଗକୁ ଫେରିଯାଇଛନ୍ତି। ଗୋଟିଏ ଯୁଗର ହିସାବ ଲକ୍ଷ ଲକ୍ଷ ବର୍ଷ। ଜଣେ ମଣିଷର ବୟସ ମାତ୍ର 100 ବର୍ଷ ଭିତରେ। ତେଣୁ ପ୍ରଶ୍ନ ଉଠୁଛି, ଗୋଟିଏ ଅବତାର କେତେଜଣ ମଣିଷଙ୍କ ଦୁଃଖ ଦୂର କରୁଛି? ଏଇଟା ହେଉଛି କଳିଯୁଗ। ଏହି ଯୁଗରେ ଭଗବାନ ବିଷ୍ଣୁ କଳ୍କି ଅବତାର ନେଇ ଅବତାର ନେବା କଥା। କେହି ଜାଣିନାହାନ୍ତି ସେ ଅବତାର ନେଇ ଏଠାରେ ରହୁଛନ୍ତି ନା ଆହୁରି କେତେ ବର୍ଷ ପରେ ଅବତାର ନେବେ। ଦ୍ୱିତୀୟ ପ୍ରଶ୍ନ ଉଠୁଛି, ସବୁ ଅବତାର ଯଦି କେବଳ ଭାରତବର୍ଷରେ ହିଁ ଜନ୍ମ ନେଉଛନ୍ତି, ତେବେ ଦୁନିଆର ବାକି ଦେଶମାନଙ୍କରେ ଥିବା ଅସୁର ଓ ଦୁଷ୍ଟମାନଙ୍କୁ କିଏ ମାରିବ? ଅନ୍ୟ ଧର୍ମର ଭଗବାନମାନେ ଅବତାର ଗ୍ରହଣ କରୁଥିବା କଥା ତ ଶୁଣାଯାଉନି। ଆମେ ବୁଝିବା ଉଚିତ ଯେ କାଳ୍ପନିକ ଭଗବାନ ସାକାର ହେଉ କି ନିରାକାର, ସେ ଆମର ଚଳନ୍ତି ଜୀବନରେ ସ୍ଥିତି ଓ ପ୍ରଗତିର ବାହକ ନୁହେଁ। ଏ ଯୁଗରେ ମଣିଷ ଯଥେଷ୍ଟ ଜ୍ଞାନ ଅର୍ଜନ କରିସାରିଲାଣି। ବୈଜ୍ଞାନିକ ପଦ୍ଧତି ଯୋଗୁଁ ବିଭିନ୍ନ ଘଟଣା ଓ ଅଘଟଣର କାର୍ଯ୍ୟ ତଥା କାରଣ ସମ୍ପର୍କରେ ଜାଣିସାରିଲାଣି।
ସେ ବୁଝିଲାଣି ଯେ ଦୁନିଆର ଭଲମନ୍ଦ ଫଳାଫଳ ସହିତ ଦେବାଦେବୀ ପୂଜା ପାର୍ବଣ ବ୍ରତ ଉପବାସ ଆଦିର କୌଣସି ସମ୍ବନ୍ଧ ନାହିଁ। କାଳ୍ପନିକ ଦେବତାର ଭୟ ଦେଖାଇ ଦୁଷ୍ଟ ଲୋକଙ୍କୁ ଆଉ କୁକର୍ମ ବା ଅପରାଧରୁ ନିବୃତ୍ତ କରିହେବନି। ଏବେ ମନ୍ଦିରରୁ ମୂର୍ତ୍ତି ଓ ଗହଣା ଚୋରି ଏବଂ ଧର୍ମପୀଠମାନଙ୍କରେ ନାରୀ ଧର୍ଷଣ ନରହତ୍ୟା ହେଉଥିବାର ଅସଂଖ୍ୟ ଉଦାହରଣ ପ୍ରମାଣିତ କରୁଛି ଯେ କାହାରି ମଧ୍ୟ ଭଗବାନର ଭୟ ନାହିଁ। ଭଗବାନ ଯେହେତୁ ଏକ କାଳ୍ପନିକ ଶକ୍ତି, ସେ ଅସାମାଜିକ ବ୍ୟକ୍ତିର ଅପରାଧ ଦେଖିବ କିପରି? ତାକୁ ଦଣ୍ଡ ଦେବ କିପରି? ସେଥିପାଇଁ ସମାଜରେ ଘଟୁଥିବା ସମସ୍ତ ପ୍ରକାର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ମଣିଷମାନେ ହିଁ ନୀତି ନିୟମ ତିଆରି କରିଛନ୍ତି। ପୋଲିସ ବିଭାଗ ଓ କୋର୍ଟ କଚେରୀ ଖୋଲାଯାଇଛି। ଦୋଷୀକୁ ଶାସ୍ତି ଦେବା ପାଇଁ ବିଭିନ୍ନ ଦଣ୍ଡବିଧାନ ପ୍ରଣୟନ କରାହୋଇଛି। ଏହା ବ୍ୟତୀତ ସାମାଜିକ ନିନ୍ଦା ଓ ବାସନ୍ଦ ଭୟରେ ଦୁଷ୍ଟ ବ୍ୟକ୍ତିମାନେ ଅପରାଧ କରିବାକୁ ଭୟ କରିଥାନ୍ତି। ଆଜି ଆଧୁନିକ ବିଜ୍ଞାନର ପ୍ରଭାବରେ ମଣିଷ କ୍ରମାଗତ ଭାବେ ଯୁକ୍ତିବାଦୀ ହୋଇ ଆଧାରହୀନ ଭଗବତ ବିଶ୍ୱାସ ପ୍ରତି ବିମୁଖ ହେଉଥିବାରୁ ତଥାକଥିତ ଧାର୍ମିକମାନଙ୍କ ମଉଜିଆ ଜୀବନ କାଳେ ଗଡ଼ବଡ଼ ହୋଇଯିବ, ସେଥିପ୍ରତି ସଜାଗ ହୋଇ ସେମାନେ ଯୋଗ ପ୍ରାଣାୟାମ ଆଦି ଶରୀର ଚର୍ଯ୍ୟାକୁ ଭଗବାନ ଉପାସନା ବୋଲି କହିଲେଣି। ଏମିତି ଚାଲାକି ଚଳାଇ ଭଗବାନ ପ୍ରତି ବିଶ୍ୱାସ ପୁନଃ ଜାଗ୍ରତ କରାଇବାର ଚକ୍ରାନ୍ତ ଚାଲିଛି। ଅସଂଖ୍ୟ ଦୋଷୀ ଖସି ଯାଉଥିବା ଓ ନିର୍ଦ୍ଦୋଷ ଲୋକ ଦଣ୍ଡ ପାଉଥିବା ପ୍ରଶ୍ନର ଉତ୍ତର ଦେଇ ଧର୍ମଗୁରୁମାନେ କହୁଛନ୍ତି, ଭଗବାନ କେବଳ ଦଣ୍ଡ ଦିଅନ୍ତି ନାହିଁ, ପରମ ଦୟାଳୁ ଭାବରେ ପାପୀକୁ କ୍ଷମା ମଧ୍ୟ କରିଦିଅନ୍ତି। କ୍ଷମା ବା ପ୍ରାୟଶ୍ଚିତ ପାଇଁ ଦାନ ଦକ୍ଷିଣା ଦେଇ ଯାଗଯଜ୍ଞ ଗ୍ରହ ଶାନ୍ତି ପୂଜାପାଠ କରିବା ମଧ୍ୟ ଆବଶ୍ୟକ ବୋଲି କହିଥାନ୍ତି। ଯେଉଁମାନେ ଶୋଷଣର ଚାଲାକି ବୁଝି ସାରିଲେଣି, ସେମାନେ ଆଉ ଠକି ହେଉନାହାନ୍ତି। ମିଥ୍ୟା ଓ କାଳ୍ପନିକ ସ୍ୱର୍ଗ ଅପେକ୍ଷା ବାସ୍ତବ ଜଗତକୁ ଜାଣିବା ପାଇଁ ଶିକ୍ଷିତ ଲୋକମାନେ ବିଜ୍ଞାନ ପାଠ ଉପରେ ଧ୍ୟାନ କେନ୍ଦ୍ରିତ କଲେଣି। ଚାରିପାର୍ଶ୍ୱରେ ଥିବା ସମସ୍ତ ନିର୍ଜୀବ ଓ ସଜୀବ ବସ୍ତୁ ଜଗତ ସହିତ ନିକଟ ସମ୍ପର୍କ ବଢ଼ାଉଛନ୍ତି, କାରଣ ସେ ସମସ୍ତ ଆମର ସ୍ଥାୟିତ୍ୱ ଓ ବିକାଶର ଆଧାର। ଆମର ପ୍ରତିଟି ସ୍ୱାର୍ଥର ସାଧନ ଉଦ୍ଭିଦ ଓ ପ୍ରାଣୀ ଜଗତ ଦ୍ୱାରା ହୋଇଥାଏ। ସେଥିପାଇଁ ଏହି ପୃଥିବୀର ମଣିଷ ପଶୁପକ୍ଷୀ ବୃକ୍ଷଲତା ଆଦି ଆମର ଶ୍ରଦ୍ଧାର ପାତ୍ର ହେବା ଉଚିତ। ଆମେ ଏହାଙ୍କୁ ଉଚିତ ସଂରକ୍ଷଣ ସୁବିଧା ଓ ସମ୍ମାନ ଦେଲେ, ଏପରିକି ପାହାଡ଼ ପର୍ବତ ନଦୀ ସମୁଦ୍ର ତଥା ବିଶାଳ ଆକାଶକୁ ପ୍ରଦୂଷଣ ମୁକ୍ତ ରଖିପାରିଲେ ପ୍ରକୃତି ଆମ ପାଇଁ କଲ୍ୟାଣମୟୀ ହୋଇପାରିବ, ଯାହା ଫଳରେ ଆମେ ସେ ସବୁଥିରୁ ଉପକୃତ ଓ ଲାଭବାନ ହୋଇପାରିବା। ଯିଏ ମାନବିକତାକୁ ବିଶ୍ୱାସ କରେ ନାହିଁ, ସେ ନାସ୍ତିକ। ଏହି ଆଲୋଚନା ଦ୍ୱାରା ସ୍ପଷ୍ଟ ହେଉଛି ଯେ ଅଗ୍ରଗତି ପାଇଁ ଅହେତୁକ ବିଶ୍ୱାସଗୁଡ଼ିକ ପରିହାର କରିବା ଉଚିତ। ବିଶ୍ୱ ତଥା ବାସ୍ତବ ସଂସାର ଉପରେ ଆସ୍ଥା ରଖି ଆସ୍ତିକ ହୁଅ। ଭଗବାନ ଆତ୍ମା ପରମାତ୍ମା ଓ ଆଧ୍ୟାତ୍ମିକତା ପ୍ରତି ଅନୁରକ୍ତି ରଖିବା ବାହାନାରେ ଛଳନାକାରୀ ସ୍ୱାର୍ଥପର ହୁଅ ନାହିଁ। ଏଣେ ପୃଥିବୀକୁ ମିଛ ମାୟାର ସଂସାର କହି ତେଣେ କଳ୍ପିତ ଭଗବାନଙ୍କୁ ତିଳେ ମଧ୍ୟ ଭୟ ନ କରି ଅମାନିଆ ନାସ୍ତିକ ହୁଅ ନାହିଁ। ଅହେତୁକ ବିଶ୍ୱାସରେ ନ ପଡ଼ି ବ୍ୟକ୍ତି ଓ ସମାଜର ସାମୂହିକ ପ୍ରଗତି ପାଇଁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଓ କର୍ମରେ ଆସ୍ଥା ରଖୁଥିବା ଆଧୁନିକ ଲୋକ ହିଁ ଆସ୍ତିକ। ସେମାନେ ନାସ୍ତିକ ନୁହନ୍ତି, ସେମାନେ କେବଳ ନିରୀଶ୍ୱରବାଦୀ ବା ହେତୁବାଦୀ। ସ୍ୱାମୀ ବିବେକାନନ୍ଦ କହିଛନ୍ତି, ଯିଏ ଭଗବାନଙ୍କୁ ବିଶ୍ୱାସ କରୁନାହିଁ ସେ ନୁହେଁ, ବରଂ ଯିଏ ମାନବିକତାକୁ ବିଶ୍ୱାସ କରୁନାହିଁ ସେ ହେଉଛି ନାସ୍ତିକ। ହେତୁବାଦୀ ବାଲ୍ମୀକି ନାୟକଙ୍କ ଲିଖିତ ଆଜିର ଏ ପ୍ରବନ୍ଧ କେମିତି ଲାଗିଲା ନିହାତି ଜଣାଇବେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ, କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନରେ କ୍ଲିକ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ ନୂଆ ଶିକ୍ଷଣୀୟ ଭିଡ଼ିଓରେ।